ଜୟ ଗୁରୁ। ଆଜିର ଅନୁଚିନ୍ତା। ଆଜି ମୁଁ ସମସ୍ତ ନିଶ୍ଚୟ କଲି, ସିଦ୍ଧାନ୍ତ ନେଲି ଯେ ପରମ ପ୍ରେମମୟ ଶ୍ରୀ ଠାକୁରଙ୍କୁ ଭଲ ପାଇବି। ସିଏ ଯାହା ଚାହାନ୍ତି ତାହା ହିଁ କରିବି। ଏମିତି କୌଣସି କାର୍ଯ୍ୟ କରିବେନି ଯିଏ ସିଏ ଭଲ ପାଉନାହାନ୍ତି। ତାଙ୍କର ତୁଷ୍ଟି ହିଁ ମୋର ତୁଷ୍ଟି। ଏମିତି ମନୋଭାବ ନେଇ ଯଦି ଆମ୍ଭେମାନେ ପ୍ରତିଦିନ ନିୟତ ଚାଲିବାକୁ ଚେଷ୍ଟା କରିବୁ, ହେଲେ ଆମର ବୃତ୍ତି ପ୍ରବୃତ୍ତି ସବୁ କିଛି ନିୟନ୍ତ୍ରିତ ହେଇଯିବ। ତାଙ୍କୁ ଛାଡ଼ିକି ଆଉ କୌଣସି ତାଙ୍କର ପ୍ରୀତି ଛଡ଼ା ଆଉ କୌଣସି କିଛିରେ ମୁଁ ଯେମିତି ମୁଗ୍ଧ ନ ହେବି। ଏଇଆ ହଉଛି ଆଜିର ସକାଳର ଅନୁଚିନ୍ତା। ଜୟ ଗୁରୁ। ସମସ୍ତେ ଭଲରେ ରହିବେ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ଯେଉଁ ସମସ୍ତ ଦାଦା ଓ ମା' ମାନେ ପରମ ପ୍ରେମମୟଙ୍କ ଅମୃତବାଣୀ ଶ୍ରବଣ ମନନ ଓ ଅନୁସରଣ କରୁଛନ୍ତି, ଯିଏ ଯାହା ଇଷ୍ଟଙ୍କର ନିର୍ଦ୍ଦେଶ ପାଳନ କରି ଚାଲୁଛନ୍ତି, ସମସ୍ତଙ୍କ ପ୍ରତି ମୋର ଆନ୍ତରିକ ରାନନ୍ଦିତ ଜୟ ଗୁରୁ, ଶ୍ରଦ୍ଧା ଭକ୍ତି ପ୍ରଣାମ। ଆଶା କରେ ସମସ୍ତେ ଭଲରେ ଅଛନ୍ତି। ସେହି ପରମ ଇଷ୍ଟଙ୍କୁ ନେଇକି ଚାଲିଛନ୍ତି, ଆନନ୍ଦରେ ଦିନ ଯାପନ କରୁଛନ୍ତି। ଆଜିର ବିଷୟ ଅତି ସାଧାରଣ ଏବଂ ଗମ୍ଭୀର। ଅର୍ଥାତ୍ ଆଜି ଆମେମାନେ ଦେଖିଥାଉ ସମାଜରେ, ଏଇ ଜଗତରେ, ଏଇ ସଂସାରରେ ଯେଉଁ ଲୋକମାନେ ଗେରୁଆ ବସ୍ତ୍ର ପିନ୍ଧନ୍ତି, ଧଳା ପୋଷାକ ପିନ୍ଧି ସତ୍ସଙ୍ଗ ଜଗତରେ ଯାଆନ୍ତି, କିଏ କିଏ ମାଳା, ଚନ୍ଦନ, ତୁଳସୀ ମାଳ ଇତ୍ୟାଦି ଲଗାନ୍ତି। ଆମେ ରାସ୍ତାଘାଟରେ ବି ବହୁତ ସମୟରେ ଦେଖିଥାଉ କେତେଜଣ ଲୋକ ସେମାନଙ୍କ ହାତରେ ଗୋଟିଏ ଥଳି ରଖନ୍ତି, ଆଉ ସେ ଥଳି ଭିତରେ ଜପର ମାଳି ଥାଏ। ସେମାନେ ଜପ କରନ୍ତି ଏବଂ ଘୁରି ବୁଲନ୍ତି। ଏମିତି ଆହୁରି ଅନେକ ରୂପ ଆମେ ଦେଖିଥାଉ, ଯେପରି ଭସ୍ମ ଦେହରେ ଲଗେଇ, ମୁଣ୍ଡରେ ଧଳା ଭସ୍ମ ଲଗେଇ ବୁଲନ୍ତି। ଆହୁରି ଅନେକ ପ୍ରକାର ଭାବେ ଯେମିତି ନାଗା ଲୋକମାନେ, ଯେଉଁମାନେ କେବଳ ଭସ୍ମ ହିଁ ଭସ୍ମ, ବସ୍ତ୍ର କିଛି ନାହିଁ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଆମେ ସାଧୁ ବୋଲିକି ମନେ କରୁ। ପ୍ରକୃତରେ ସାଧୁ କିଏ? ଆଜିର ବିଷୟ ବସ୍ତୁ ସାଧୁ କିଏ, କ'ଣ ତାର ପରିଚୟ, ଏ ବିଷୟରେ ଆଜି ଆମେ ପାଠ ଆଲୋଚନା କରୁ। ପାଠ ଆଲୋଚନାରେ ପ୍ରବେଶ କରିବା ପୂର୍ବରୁ ଆପଣମାନଙ୍କ ପାଖରେ ଛୋଟିଆ ବିନମ୍ର ନିବେଦନ। ପରମ ପ୍ରେମମୟଙ୍କ ଅମୃତ କଥା ଯେଉଁମାନେ ନୂଆରେ ଆଜି ଶୁଣୁଛନ୍ତି ଏହି ଚ୍ୟାନେଲରେ, ସେମାନେ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିନେବେ। ଏହାର ପରବର୍ତ୍ତୀ କଥାଗୁଡ଼ିକ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ସବସ୍କ୍ରାଇବ୍ କରି ଘଣ୍ଟିଟି ବଜାଇ ଦେବେ ଏବଂ ଅଲ୍ କରିଦେବେ, ହେଲେ ପ୍ରତିଟି ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିଯିବ। ତ ଆସନ୍ତୁ ବାଣୀ ପାଠରେ ପ୍ରବେଶ କରିବା। ପରମ ପ୍ରେମମୟ ଶ୍ରୀ ଠାକୁରଙ୍କ ଅମୃତବାଣୀ, ଯାହା ଆମମାନଙ୍କର ଜ୍ଞାନଚକ୍ଷୁ ଖୋଲିଦିଏ, ସେହି ବାଣୀ ହେଉଛି ତାଙ୍କର ଶ୍ରୀହସ୍ତରେ ଲିଖିତ ସତ୍ୟାନୁସରଣର ଗୋଟେ ବାଣୀ। ସେଠି ସେ କହିଛନ୍ତି, ସାଧୁମାନେ ଯାଦୁକର ନୁହଁ, ବରଂ ତ୍ୟାଗୀ ପ୍ରେମୀ। ଏଠି ତିନୋଟି ଶବ୍ଦ ବ୍ୟବହାର କରାଯାଇଛି, ଯାଦୁକର, ତ୍ୟାଗୀ, ପ୍ରେମୀ। ଆଜିର ଏହି ପାଠ ଓ ଆଲୋଚନାରେ ଆମ୍ଭେମାନେ ଏହି ତିନୋଟି ଶବ୍ଦର ଅର୍ଥ ସମ୍ପୂର୍ଣ୍ଣ ଭାବରେ ବୁଝିଯିବୁ, ଏହାର ପ୍ରକୃତ ଅର୍ଥ କ'ଣ। ତ ଆସନ୍ତୁ ବାଣୀ ପାଠରେ ପ୍ରବେଶ କରିବା। ବାଣୀଟି ପାଠ ହେଲା ପରେ ବୋଧିସତ୍ତାକୁ ଆଲୋଚନାର ନିର୍ଦ୍ଦେଶ କଲେ। ସେ କହିଲେ ଯେ ଅନେକ ଲୋକ ଅଛନ୍ତି ଯେଉଁମାନେ ସାଧୁକୁ ଖରାପ ଭାବନ୍ତି,
ସେମାନଙ୍କୁ କିଏ କିଏ ଭଣ୍ଡ ବି କହନ୍ତି। ପିତୃଦେବ କହୁଛନ୍ତି ଭଣ୍ଡ ଭାବିକି ଲାଭ କ'ଣ? ଠାକୁର କ'ଣ କହିଛନ୍ତି ସେଇଆ କୁହ। ବୋଧିବ୍ୟାସ କହିଲେ ଯେ ଅନେକ ଲୋକ ଅଛନ୍ତି ଯେଉଁମାନେ ଯାଦୁ ଦେଖାନ୍ତି, ଅଲୌକିକ ଘଟଣା ଦେଖାନ୍ତି, କିନ୍ତୁ ସାଧୁ ସେପରି କରନ୍ତି ନାହିଁ। ସାଧୁ ସବୁକିଛି ତ୍ୟାଗ କରନ୍ତି। ଶ୍ରୀ ପିତୃଦେବ କହୁଛନ୍ତି ତ୍ୟାଗ କରିକି କ'ଣ ହୁଏ? ବଡ଼ ସାଧୁ କହିଲେ ଆମ୍ଭେମାନେ କ'ଣ ବୁଝୁ? ସୁଖେନ୍ଦା କହୁଛନ୍ତି ଯାଦୁକର ଅର୍ଥ ଯାଦୁ ଦେଖାନ୍ତି। ଠାକୁର ଏଇଟା କାହିଁକି କହିଛନ୍ତି, ଅର୍ଥାତ୍ ଏ ଯାଦୁକର ଶବ୍ଦଟି କାହିଁକି ଲଗାଇଛନ୍ତି? ପିତୃଦେବ ନିଜେ କହୁଛନ୍ତି ଆମ୍ଭେମାନେ ସାଧୁର ନାନା ପ୍ରକାର ସାଧୁମାନଙ୍କୁ ନାନା ପ୍ରକାର ଭାବରେ ଭାବୁ, ଭଣ୍ଡ ଭାବୁ। ଯେଉଁମାନେ ଭଣ୍ଡ ଭାବନ୍ତି ସେମାନେ ଭାବନ୍ତୁ, ଆମ୍ଭେମାନେ ଭାବିବୁ କାହିଁକି? ଭଣ୍ଡ ଭାବିବୁ କ'ଣ ପାଇଁ? এই কথাটা উপরে ବହୁତ ଜୋର ଦେଲେ। କାରଣ ସାଧୁ ସେ ତ ସତ୍, ସେ ତ ମହତ୍। ତାଙ୍କୁ ଭଣ୍ଡ ଭାବିବା ଅର୍ଥାତ୍ ଆମର ସଚରାଚର ଭାବରେ ପାପ କର୍ମ। ପୁଣି ଏହି ପ୍ରଶ୍ନ ନବୀନାକୁ ପଚାରିଲେ। ନବୀନା କହିଲେ ସାଧୁ ମାନେ ଅନେକ ସମୟରେ ଅନେକଙ୍କୁ ଔଷଧ ଦିଅନ୍ତି ଏବଂ ତାହା ବ୍ୟବହାର କରି ବଡ଼ ବଡ଼ ରୋଗ ସହଜରେ ଠିକ୍ ହେଇଯାଏ। ଶ୍ରୀ ପିତୃଦେବ ହଁ, ହୁଏତ ଦୀର୍ଘଦିନ ଧରି ମୁଁ ରୋଗରେ ପଡ଼ିଛି। ସାଧୁଙ୍କୁ ଦେଖି ତାଙ୍କ ପାଖରେ ନିବେଦନ କଲୁ, ତାଙ୍କେ ଯାହା କହିଲେ ଭକ୍ତି ସହକାରେ ବ୍ୟବହାର କଲୁ ଏବଂ ମୋର ରୋଗଟି ଠିକ୍ ହେଇଗଲା, ସୁସ୍ଥ ହେଇଗଲି। ପୁଣି ଆହୁରି ଅନେକ ପ୍ରକାର ମଧ୍ୟ ଦେଖିବାକୁ ମିଳେ। ହୁଏତ ଜଟାଜୁଟଧାରୀ ଜଟ ହେଇଯାଇଛି, ସିଏ ଜଟରୁ ଗଙ୍ଗା ଜଳ ବାହାର କରୁଛନ୍ତି। ପୁଣି ଭସ୍ମରୁ ଚାଉଳ ବାହାର କରିକି ଦେଖାଉଛନ୍ତି ଆଉ କହୁଛନ୍ତି ଏଇଟାକୁ ଘରେ ରଖିଦେଲେ ତୁମର ଆଉ କେବେ ଘରେ ଅନ୍ନର ଅଭାବ ହେବ ନାହିଁ। ଏମିତି ଅନେକ ପ୍ରକାର କ୍ରିୟାକଳାପ ଦେଖିବାକୁ ମିଳେ। ଏହିସବୁ ହେଉଛି ଯାଦୁକରର କାମ, ମ୍ୟାଜିସିଆନର କାମ। ଯେଉଁମାନେ ପ୍ରକୃତ ସାଧୁ ସେମାନେ ଏ ପ୍ରକାର କରନ୍ତି ନାହିଁ। ସେମାନେ କ'ଣ କରନ୍ତି? ସେମାନଙ୍କ ପାଖରେ କୌଣସି ଦୁସ୍ଥ ଅସୁସ୍ଥ ବ୍ୟକ୍ତି ଗଲେ ଏବଂ ପ୍ରେମ ସହ ଭକ୍ତିର ସହ ନିବେଦନ କଲେ ସେ ହୁଏତ କୁହନ୍ତି ଏଇଟା ଖାଆନ୍ତୁ, ହମକା ଜିନିଷଟା ଖାଆନ୍ତୁ, ଠିକ୍ ହେଇଯିବ। ପୁଣି ସେ ଏଇ ଯେଉଁ ଏଇଟା ଖାଆନ୍ତୁ ସେଇଟା ଖାଆନ୍ତୁ ସେ ଭାବିକିରି କହିଲେ, ଏଇଟା କିପରି କହିଲେ, କିପରି ଭାବରେ ସେ କହିଲେ ନା ତାଙ୍କୁ ଭଲ ପାଇକି କହିଲେ, ଭଲ ପାଇବାର ଟାଣରେ କହିଲେ। ସେ କହନ୍ତି ତାଙ୍କର ଯେଉଁ ଦୁଃଖ ଦର୍ଦ କଥା ସେଇ ଯନ୍ତ୍ରଣାରେ ସମବ୍ୟଥୀ ହେଇକରି ଯେମିତି ତାଙ୍କୁ ପୀଡ଼ା ହେଉଛି ଏମିତି ଅନୁଭବ କରିକି ତାଙ୍କୁ ସହାନୁଭୂତିର ସହିତ କହନ୍ତି। ଆଉ ସେହି ହେଉଛନ୍ତି ପ୍ରକୃତ ତ୍ୟାଗୀ। ସେ ପ୍ରକୃତ ତ୍ୟାଗୀ କିପରି ହେଲେ? ଇଷ୍ଟଙ୍କୁ ଭଲ ପାଏ। ଇଷ୍ଟଙ୍କୁ ଏତେ ଭଲ ପାଆନ୍ତି ଯେ ତା ଇଷ୍ଟଙ୍କ ଠାରୁ ଆଉ ଦୁନିଆରେ କିଛି ମଧ୍ୟ ଆଉ ତାକୁ ଭଲ ଲାଗେନି। ପରମ ପିତାଙ୍କୁ ଛାଡ଼ିକିରି ତାଙ୍କୁ ଅର୍ଥାତ୍ ସେ ସାଧୁ ପୁରୁଷଙ୍କୁ ଏମିତି କୌଣସି ଜିନିଷ ନାହିଁ ଯାହା ତାକୁ ମୁଗ୍ଧ କରିପାରେ। କାରଣ ସେ ଭାବନ୍ତି ଏ ସବୁ କିଛି ତ ପରମ ପିତାଙ୍କର ସୃଷ୍ଟି। ପରମ ପିତାକୁ ଛାଡ଼ି ସେ
କିଛି ଭାବିପାରନ୍ତିନି। ସବୁକିଛିରେ ତ ସିଏ ଅଛନ୍ତି, ସବୁକିଛି ତାଙ୍କର ହିଁ। ତେଣୁ କୌଣସି ଦୁଃଖୀ ପୀଡ଼ିତ ମଣିଷ ଯେତେବେଳେ ତାଙ୍କ ପାଖରେ ଆସେ, ତାଙ୍କୁ ଦେଖି ସେ ଦୁଃଖ କଷ୍ଟ ଦେଖି ଆଉ ସ୍ଥିର ରହିପାରେନି। ସେ ସେତେବେଳେ ତାଙ୍କର ଦୁଃଖ ଦରଦକୁ ସଦାସର୍ବଦା ଦୂର କରିବା ପାଇଁ ସଚେଷ୍ଟ ହୋଇଥାନ୍ତି। ଅସଲରେ ଏମାନେ ହିଁ ଜଗତର ପରମ ବସ୍ତୁ ଲାଭ କରିଥାନ୍ତି। ଆଉ ଏ ପରମ ବସ୍ତୁ ପାଖରେ ଆଉ କିଛି ତାଙ୍କର ପାଇଁ ମୂଲ୍ୟବାନ ନାହିଁ। ତେଣୁ ସେମାନେ ପ୍ରକୃତ ପ୍ରେମୀ। ମ୍ୟାଟରଟା ବୁଝିହେଲା କି? ପୁଣି ପିତୃଦେବ କହୁଛନ୍ତି ସେମାନେ ପ୍ରେମୀ କିପରି? କାହିଁକି ପ୍ରେମୀ? କାହିଁକି ନା ସେ ପରମ ପିତାଙ୍କୁ ବହୁତ ଭଲ ପାଆନ୍ତି, ପ୍ରାଣ ମନ ଦେଇକି। ତ୍ୟାଗୀ କ'ଣ ପାଇଁ? ପରମ ପିତାଙ୍କୁ ଭଲ ପାଆନ୍ତି, ଆଉ ସେଥିଲାଗି ପରମ ପିତାଙ୍କ ପ୍ରିୟ ଯାହା ତାହାକୁ ଛାଡ଼ିକି ବାକି କୌଣସି ଜିନିଷ ତାଙ୍କୁ ମୁଗ୍ଧ କରିପାରନ୍ତି ନାହିଁ। ପରମ ପିତା ଏବଂ ତତ୍ସମ୍ପର୍କିତ ବିଷୟକୁ ଛାଡ଼ିକି ଆଉ କୌଣସି ବିଷୟ ତାଙ୍କୁ ଚାର୍ମ କରିପାରନ୍ତି ନାହିଁ, ମୁଗ୍ଧ କରିପାରନ୍ତି ନାହିଁ। ସବୁକିଛି ପରମ ପିତା, ସବୁକିଛି ତାଙ୍କର ହିଁ ଜୀବ, ସମସ୍ତଙ୍କ ମଧ୍ୟରେ ସିଏ ଅଛନ୍ତି ଏଇଭଳି ଭାବନ୍ତି ଏବଂ ସେମାନଙ୍କର ମଙ୍ଗଳ ପାଇଁ ଚେଷ୍ଟା କରନ୍ତି, ସମସ୍ତଙ୍କୁ ଭଲ ପାଆନ୍ତି, ସମସ୍ତଙ୍କ ପାଇଁ କରନ୍ତି। କିନ୍ତୁ ଲକ୍ଷ୍ୟ ସିଏ ହେଉଛନ୍ତି ପରମ ପିତା। ଠାକୁର କହିଛନ୍ତି ୟୁ ଆର୍ ଫର୍ ଦ ଲର୍ଡ ନଟ୍ ଫର୍ ଅଦର୍ସ, ୟୁ ଆର୍ ଫର୍ ଦ ଲର୍ଡ ଆଣ୍ଡ ସୋ ଫର୍ ଅଦର୍ସ। ଏହା ହିଁ ହେଉଛି ସାଧୁର ପ୍ରକୃତ ପରିଚୟ। ପ୍ରଦୀପ ପାଲ୍ଲା କହୁଛନ୍ତି ଯେ ସାଧୁ ଦେଖି ଅନେକ ଲୋକ କହନ୍ତି ଯାଦୁ ଜାଣନ୍ତି, ମନେ କରନ୍ତି ସାଧୁ ପାଣି ଛିଞ୍ଚାଡ଼ି ଦେବ, ଫୁଙ୍କିବାକୁ ଜାଣିଛନ୍ତି। ପୁଣି ଚାଉଳ ଚିପେଇକିରି ଦବେଇକିରି ଭସ୍ମ କରିଦେଇପାରନ୍ତି, ଫୁଙ୍କ ମାରି ଭଲ କରିଦେଇପାରନ୍ତି। କିନ୍ତୁ ଏମାନେ ତ ସାଧୁ ନୁହଁ, ସେମାନେ ହେଉଛନ୍ତି ତ୍ୟାଗୀ ପ୍ରେମୀ, ସବୁକିଛି ତ୍ୟାଗ କରିଛନ୍ତି। ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି ସବୁକିଛି ତ୍ୟାଗ କରିଛନ୍ତି, ଅର୍ଥ ଇଷ୍ଟଙ୍କର ପାଇଁ ସବୁକିଛି ତ୍ୟାଗ କରିଛନ୍ତି। ଇଷ୍ଟ ପରମ ପିତା ଏବଂ ତତ୍ସମ୍ପର୍କିତ ଯାହା ବିଷୟ, ସେଇ ବିଷୟ ପାଇଁ ସେ ବାକି ଅନ୍ୟ ବିଷୟକୁ ତ୍ୟାଗ କରିଦେଇଛନ୍ତି। ସେ ତାଙ୍କର ନିଜର ପାଇଁ କିଛି କରନ୍ତି ନାହିଁ, ଯେଉଁମାନଙ୍କର ଇଷ୍ଟଙ୍କ ପ୍ରତି ବହୁତ ପ୍ରେମ ଅଛି, ଟାଣ ଅଛି, ଇଷ୍ଟଙ୍କ ପ୍ରତି ପରମ ପିତାଙ୍କ ପ୍ରତି ଯଦି ଟାଣ ଅଧିକ ଥାଏ, ସେତେବେଳେ ଖିଆ ପିଆ ଶୋଇବା ସବୁ କୁଆଡ଼େ ଉଡ଼େଇ ଯାଏ। ସେମାନେ ଲୋକାଳୟରେ ବହୁତ କମ୍ ରହନ୍ତି। ଇଏ ହେଉଛି ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଙ୍କର ସାଧୁର ବ୍ୟାଖ୍ୟା। ହେଲେ ଆମ୍ଭେମାନେ ଏ କଥା ଭିତରେ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଭାବରେ ବୁଝିପାରିଲୁ ସାଧୁ କିଏ, ଆଉ ଯାହାକୁ ତାକୁ ସାଧୁ ମନେ କରିକି ଆମେ ସେଠି ଆକର୍ଷିତ ହେବା ଉଚିତ ହେବ ନାହିଁ। ଠିକ୍ ଅଛି, ଆଜି ପାଇଁ ଏତିକି। ନେକ୍ସଟ ଭିଡ଼ିଓରେ ପୁଣି ଦେଖା ହେବ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।